ସକାଳୁ ବାସି ମୁହଁରେ 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ପଟିଯିବ, ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା। ଏହି ବଶୀକରଣକୁ କରିବା ମାତ୍ରେ ସେ ଝିଅ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ଏହି 3ଟି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ତୁମକୁ ଭଲ ପାଇବାକୁ ଲାଗିବ, ନିଜେ ଆସିବ, ତୁମ ସହିତ କଥା ହେବ, ତୁମକୁ ଭଲ ପାଉଛି ବୋଲି କହିବ। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, ତାହାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇବାକୁ ଚାହୁଁଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ନାରୀ ମୋହିନୀ ବଶୀକରଣ ବିଦ୍ୟା। ଏମିତି ଏକ ମହା ଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଯଦି ଆପଣ ସକାଳୁ ବାସି ମୁହଁରେ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ପଡ଼ିଶା ଘର ସୁନ୍ଦରୀ ଭାଉଜ ଆପଣଙ୍କର ବଶରେ ହୋଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହା ଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଆପଣ ବିଶ୍ୱାସର ସହିତ ମାତ୍ର ଗୋଟିଏ ଥର କରିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର କିପରି ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ, ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ ମନ୍ତ୍ର କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ, ପ୍ରୟୋଗ ବିଧି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ, ମନ୍ତ୍ର ଠିକ୍ ସେ ପଢ଼ିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଯେଉଁ ଝିଅ ବା ବିବାହିତା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ଅତି ସହଜରେ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି ଆପଣ କେଉଁ ଝିଅ ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ଆପଣଙ୍କୁ ଭାव ଦେଉନି, ଆପଣଙ୍କୁ ଦେଖିଲେ ଅଣଦେଖା କରୁଛି, ଆପଣଙ୍କୁ ଇଗ୍ନୋର କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ନିଜର ଭଲ ପାଇବାକୁ ସେ ଝିଅ ବା ବିବାହିତା ନାରୀର ଦିମାଗରେ ପହଞ୍ଚାଇବା।
माने से झील बा नारीर दिमागरे पहुँचेबा। तेणु मोर आपण मानक अनुरोध कि मनरे कौनसी खराब उद्देश्य किंबा कौनसी खराब काम पई आपण एही वशीकरण मंत्र को प्रयोग करिवेनी। काहेकि ना एही वशीकरण मंत्र हेउची सबुठारु सहज प्रचंड महाशक्तिशाली वशीकरण। एही गोटिए मंत्र को जदि आपण सकाळु उठिबा मात्रे बासी मुहरे 3 थर पढ़ीदेवे सेपटे से झील हेउ बा विवाहिता नारी सेही समय ठारू आपणक आड़कू आकर्षित हेबाकू लागिबो, विचलित होई उठिबो। जेपर्यंत आपणकू देखिनी आपणक सहित संपर्क रखिनी सी खाली छटपट हेबो। तेणु जदि आपण एही वशीकरण करबाकू चाहुचंती, से झील बा नारी को पटेइबाकू चाहुचंती, ताकू निज बसरे करी ताठारू निजर मन मुताबक काम हासिल करबाकू चाहुचंती, तेणु मोर आपण मानकू अनुरोध कि आपण भिडियोटी को मूलरू शेष पर्यंत पूरा ध्यान सहित देखिबे। ता पूर्वरु जदि आपण आम चैनल को नुआ आसीचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु, जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखि परिबे आउ तार लाभ पाई परिबे। तेबे मने रखंतु एही वशीकरण विधि को आपण केउ भी बारे करि परिबे, किंतु जेबे भी करिबे सकाळु बासी मुहरे करिबे। बिना हाथ गोड़ मुह धोई सकाळु बासी मुहरे करिबे। प्रथमे आपण कोन करिबे, जेतेबेले राति रे सोइबा पई जिबे गोटिए ग्लास रे चीनी पानी आनिबे। तापरे से पानी ग्लास को निजर सामने रे रखिबे आउ 7 थर सेई झील बा स्त्रीर नाम उच्चारण करिबे जहाको आपण पटेइबाकू चाहुचंती। प्रथमे आपण ताकू मने मने भाबिबे, तार मुह को निज मनरे भाबिबे। तापरे 7 थर सेई झील बा स्त्रीर नाम उच्चारण करिकी पानी ग्लास रे आपण 3 थर फुंकी देबे। तापरे से पानी ग्लास को निजर खट तले रखिकी सोई पड़िबे। जदि आपण खटरे सोउनाहांती तले सोउचंती तेबे आपण से पानी ग्लास को निजर मुंड पाखरे रखिकी आपण सोई पड़िबे। सकाळु उठिबा मात्रे आपण बासी मुहरे बिना हाथ गोड़ मुह धोईकी आपण बासी मुहरे आखि बंद करिकी सेई झील बा नारी को मने मने भाबिबे, तार मुह को निज मनरे भाबिबे। तापरे एही मंत्र को 3 थर पढ़िबे आउ 3 ढोक पानी आपण पीदेबे। देखंतु मनेकर आपण जेउ झील बा नारी को वशीकरण करबाकू चाहुचंती तार नाम हेउची काजल, तेबे आपण मंत्र को एहीपरि पढ़िबे। काजल तीव्र वशीभूतं, काजल तीव्र वशीभूतं। थरे आपण कहिबे काजल तीव्र वशीभूतं, गोटिए ढोक पानी पीदेबे। आउ थरे कहिबे काजल तीव्र वशीभूतं, आउ गोटिए ढोक पानी पीदेबे। एहीपरि आपण 3 थर मंत्र को पढ़िबे आउ लगातार 3 थर मंत्र को कहिबे आउ 3 ढोक पानी पीदेबे। एहीपरि आपण लगातार 3 दिन पर्यंत सकाळु उठिबा मात्रे बासी मुहरे करिबे। मने रखंतु एही विधि को आपण अधारू छाड़िबेनी। लगातार 3 दिन पर्यंत आपण एहीपरि सकाळु बासी मुहरे करिबे। तापर देखिबे किपरि से झील बा नारी आपणक प्रेम रे दीवानी होई जिवो। धन्यवाद।